सप्तम अध्याय रामदास संवाद मनुवाच शुणिया नंद मनु राजा चैतन्य पादे कले पूजा कह हे अपूर्व चरित शुणी मु हईबी पवित्र एही प्रकारे भक्त जेते तरी अछंती कह मते अति तृषित मोर मन बेगे कराओ सुधापान शुणी चैतन्य अनुरागे कहई मनु राजागे हे मनु सावधाने शुण शुणिले पाइबु कारण हे बड़ अपूर्व चरित शुण निश्चल करी चित्त दक्षिण देश पुण्यक्षेत्र देखिला मात्र के पवित्र श्रीलक्ष मनक सहर भक्ति मुक्ति दुआर स्वर्गर समान अटई जमर बाधा न लागई हेमंते पुण्य ग्रामे वास नाम ताहार रामदास गृही वैष्णव अटे पुण तार कुटुंब 3 जन एकई पुत्र एक नारी से ग्रामे थांती मठ करी सर्वदा काले ता भजन केवल प्रभु लक्ष्मण श्रीपाद पद्म पद भावी न जाने अन्य देवा देवी करिन एही भावे ध्यान सुखरे बंचुथाई दिन जहा मिलई भुंजे नित्य चिंता न थाई तार चित्ते धीर चतुर महाशांति पंडित विवेकता मति प्रभु महिमा नित्य शुणे संसार भल मंद जाने देह बहिबा जेउ लाभ केवल करे सही भाव साधुंक सेवा करे नित्य दियई सेउ सदावर्त वैष्णव नानादि प्रकारे आसी मिलंती तार द्वारे नाग निर्मोही खांकी जेते विरक्त संयमी सहिते चारि संप्रदा साधु माने आसी मिलंती प्रतिदिने जुगी सन्यासी ब्रह्मचारी बानप्रस्थ गृही भिकारी संयोगी विप्रंक सहिते दुखी दरिद्र आदि जेते एमाने चारि दिगु आसी ताद्वारे भोजन प्रकाशी नाही न बोले से वचने सबुଙ୍କୁ तू से अन्न दाने रुटी खे चूड़ी पूरी खीरी अन्न व्यंजन आदि करी जे जेउ द्रव्य इच्छा करे तू सही सही प्रकारे 10 20 ବା 60 सते किबा सहस्र परिजन्ते जेते अइले तेते देई केबे नाही न बोलई तार संकल्प एही मते द्वारे अतिथि थांती जेते तांको चर्चा जेबे होई तेबे से अन्न खाए जाई नहिले न करे भोजन एही प्रकारे बंचे दिन हेमंते केते दिन गला तार संपत च्युत हेला ता देखी दारा पुत्र तार बोलंती शुण हे पियर दिन को दिन धन शेष अभाग्य हेलाटी प्रवेश आगहु विचारी नथिबा अतिथि काहु चरचिबा शुणिन एसन संदेश बोइला भक्त रामदास चिंतित किंपा तुम्भ मन ଯାହାର ପ୍ରଭୁ ଲକ୍ଷ୍ମଣ ଦେବାଦି ଆଇବା ଠାକୁର କେବଳ ସେହି ସିନା ମୋର
ତା ବିନା ଆଜ୍ଞାରେ ଯିବ କିସ କରିବା ଶକ୍ତି ହେବ। ସାଧୁଙ୍କ ସେବାରେ ମଛାର କୁଟିଏ କୀଟରୁ ଅନ୍ତର। କେବଳ ସାହାଦେବରାୟ ଏଣୁ ମୋହର ନାହିଁ ଭୟ। ହେମନ୍ତେ ମନେ ବିଚାରିଲା ଏକ ସାଧୁତା ଦ୍ୱାରେ ହେଲା। ଆପଣା ନାମେ ଗୋଜା ଦେଇ ବୋଇଲା ଶୁଣ ଧନି ତୁହି। ସାଧୁମାନଙ୍କ ଚରଚାକୁ ଦେବ ହେ ଖରଚ ଆମ୍ଭଙ୍କୁ। ପ୍ରତିଦିନର ବ୍ୟୟ ଯେତେ କେବଳ ଦେଉଥିବ ମତେ। ହେମନ୍ତ ବୋଲି ଚଳିଗଲେ ମନ୍ଦିରେ ପ୍ରବେଶ ହଇଲେ। ପୁତ୍ର ଭାରିଜାକୁ କହିଣ ଆନନ୍ଦ ହେଲେ ତିନି ଜଣ। ସେହି ସାଧୁର ଘରୁ ଧନ ବ୍ୟୟ କରନ୍ତି ପ୍ରତିଦିନ। ଯେତେବେଳରେ ଲୁଡ଼ା ଯାହା ସାଧୁ ତ ଦେଉଥାଇ ତାହା। ହେମନ୍ତେ ଗଲା କେତେ ଦିନ ଗୁଜାରେ ପୂର୍ଣ୍ଣ ହେଲା ଧନ। ଲେଖାରେ ସହସ୍ର ମୋହର ହେଲା ଯେ ଦାସଙ୍କ ଉପର। ଆଉ ନ ଦେଲା ଧନ ଧାନ କହିଲା ନିଷ୍ଠୁର ବଚନ। ବଇଲା ଧନ ମୋର ଦିଅ ଲୁଡ଼ା ହଇଲେ ଆଉ ନିଅ। ତାଠାରୁ ନିରାଶ ଶୁଣିଲେ ଆବର ଧନୀ ଘର ଗଲେ। ଅନେକ ପ୍ରକାରେଣ କହି ପୁଣକୁ ଯାଏ ଲେଖା ଦେଇ। ତାଠାରୁ ବୟ କଲେ ଧନ ହେମନ୍ତ ଗଲା କେତେ ଦିନ। ତହୁଁ ସମ୍ପୂର୍ଣ୍ଣ ତାର ହେଲା ଆଉ ଅଧିକ ସେ ନ ଦେଲା। ହେମନ୍ତ ବିଚାରିଣ ମନ ତାଠାରୁ ବନ୍ଦ କଲେ ଋଣ। ନଗରେ ସମସ୍ତେ ଜାଣିଲେ ଦାସେ ଅନେକ ଋଣ କଲେ। ହେମନ୍ତେ ସମସ୍ତ ସାଧୁ ତ ପ୍ରତେ ନ ଗଲେ କଦାଚିତ। ମାଣେ ତଣ୍ଡୁଳ ପ୍ରକାଶିଲେ ସକଳ ଲୁକେ ଝିଙ୍କାସିଲେ। ସୁନିଆ ଶସ୍ତ୍ର ପାଞ୍ଚ ଯାଏ ଋଣ ତୁ କଲୁ ସବୁଠାଏ। ଏତେକ ଅଣ୍ଟୁ ନାହିଁ ତତେ ଆହୁରି ମାଗୁଅଛୁ କେତେ। ହେମନ୍ତ ସବୁରି ନିରାଶ ଦେଖିନ ଭକ୍ତ ରାମ ଦାସ। ବିଚାର କଲା କମନର କି ବୁଦ୍ଧି କରିବି ଏଥର। ସାହୁଙ୍କ ନିରାଶ ବଚନ ମଠରେ ନାହିଁ ଆଉ ଧନ। ଏହି ସମୟେ ସାଧୁମାନେ ଯେବେ ଆସିବେ ମୋ ଭବନେ। ତାହାଙ୍କୁ ଦେବି ମୁହିଁ କିସ ନଦେଲେ ହଇବ ନିରାଶ। ଅତିଥେ ଲେଉଟିବେ ଯେବେ ମୋର ମରଣ ହେବ ତେବେ। ହେମନ୍ତ ବିଚାରୁ ତା ଚିତ୍ତେ ଆସି ମିଳିଲେ ଜମାଉତେ। ଏକତ୍ରେ 500 ମୂର୍ତ୍ତି ମୁକୁଟ ବନ୍ଧା ଆସିଛନ୍ତି। ମଠରେ ହଇଲେ ପ୍ରବେଶ ତା ଦେଖି ଭକ୍ତ ରାମ ଦାସ। ହୃଦ ପଦ୍ମରେ କଲା ଭୀତି ଚିନ୍ତିଲା ଅନନ୍ତ ମୂରତି। ହେ ପ୍ରଭୁ ତୁମ୍ଭେ ଯାହା କର ସକଳ ଆୟତ ତହର। ହେମନ୍ତ ବିଚାରୁ ତା ମନେ କଟାଳ କଲେ ସାଧୁମାନେ। ବୋଇଲେ ଶୁଣ ଦାତା ତୁହି ଉଛୁର କରୁ କାହିଁ ପାଇଁ। ଆମ୍ଭ ଚରଚା ବେଗେ କର ଯେବେ ଧର୍ମକୁ ଇଚ୍ଛୁତର। ବିଳମ୍ବ ହଇଲେ ବହୁତ ତହର ସରିବ ମହତ୍ୱ। ଅତିଥେ ସହି ନ ପାରିବେ ନାନା ପ୍ରକାରେ ଗାଳି ଦେବେ। ତାହା ଶୁଣିନ ରାମ ଦାସ ବୋଇଲେ ତୁମ୍ଭେ ମାନେ ବସ। ତୁମ୍ଭ ଚରଚା ବିଧିମାନ
କରିବେ ପ୍ରଭୁ ଲଛମନ। ମଛାର କେତେକ ମାତର କହି ଚଳିଲେ ନିଜ ପୁର। ପୁତ୍ର ଭାରି ଯାକୁ ବସାଇ ସକଳ କହିଲେ ବୁଝାଇ। ସାଧୁମାନେ ଯେ ଛନ୍ତି ଯେତେ ମାଣେ ତଣ୍ଡୁଳ ଆଉ ମତେ। ପରତେ କରି ନ ଦେଲେ କି ବୁଦ୍ଧି କରିବା ଗ ଭଲେ। ସାଧୁଙ୍କ କଟାଳ ବହୁତ ଘରେ ତ ନାହିଁ ଆଉ ବିତ। ଆନର ଚରଚା କେମନ୍ତେ କରିବା କହ ବୁଦ୍ଧି ମତେ। ତା ଶୁଣି ପୁତ୍ର ଦ୍ୱାରା କହି କିମ୍ପାଇଁ ଚିନ୍ତା କର ତୁହି। ମଠ ପିତଳ ସଜମାନ ଗରିଆ ଗଡ଼ୁ ବରତନ। ଲୁଟିଆ ବଳା କୁମ୍ଭ ଯେତେ ଯେ ସ୍ଥଳୀ ଫରୁଆ ସହିତେ। ଏମାନେ ଯେତେ ଛନ୍ତି ତର ଆବର ଦେହ ଅଳଙ୍କାର। ସମସ୍ତ ଘେନି ବେଗେ ଯାଅ ସାଧୁଙ୍କ ଘରେ ବନ୍ଧା ଦିଅ। ଆଜ ଅତିଥିଙ୍କ ନିମନ୍ତେ ଲୁଡ଼ା ହଇବ ଧନ ଯେତେ। ବହନ ଯାଇ ଘେନି ଆସ ଶୁଣିଆ ନନ୍ଦ ରାମ ଦାସ। ସମସ୍ତ ଦ୍ରବ୍ୟ ଠୁଳ କଲା ଘେନାଇ ଧନୀ ଘର ଗଲା। ବଇଲା ଶୁଣ ହେ ସାଧୁତ ବନ୍ଧା ତୁ ରଖ ଏହୁ ବିତ। ଆଜ ସାଧୁଙ୍କୁ ଲାଗେ ଯେତେ କେବଳ ତାହା ଦିଅ ମତେ। ଶୁଣି ସାଧୁତ କୂପଭର ବଇଲେ ଶୁଣ ମୋ ଉତ୍ତର। ଯେତେ ପଦାର୍ଥ ଅଛି ତର ସକଳ ବନ୍ଧା ସିନା ମୋର। ମୋର ପଦାର୍ଥ ମତେ ଦେଇ ଆସିଛୁ ଲୁଟିବାର ପାଇଁ। ଛାଡ଼ ଏ କଥା ମନୁ ତର ମହତ୍ତ୍ୱ ଯିବଟିଏ ଥର। ଯେତେ ତୁ ଧନ ଅଛୁ ନେଇ ନ ଦେଇ ରଖିଛୁ କିମ୍ପାଇଁ। କେବଳ ଭରସା ତୋର ନ ଦେଉ ପଦାର୍ଥ ମୋର। ଏଥର ମହତ୍ତ୍ୱ ସରିବ ପୁତ୍ର କୁଟୁମ୍ବ ବିକାଯିବ। ଦେଖିବା କେ ରଖିବ ତୋର ଋଣ ସୁଝିଲେ ଯିବୁ ଘର। ଏମନ୍ତ ବୋଲି ଗାଳି ଦିଅନ୍ତେ ମିଳିଲେ ସକଳ ସାଧୁତେ। ସକଳ ସାଧୁ ସେହିଠାରେ ଗଞ୍ଜିଲେ ନାନା ପ୍ରକାରେ। କେବଲେ ଧନ ଦେଲେ ଯିବୁ ନହିଲେ ଅର୍ଗଳାରେ ଥିବୁ। ଛାଡ଼ିଏ ବାହା ପିଆ ପଣ ଯେ ଯାହା ଧନ ବେଗେ ଆଣ। ଲଜା କି ନାହିଁ କଲା ତୋତେ ଦାତା ବୋଲାଉ ଏ ଜଗତେ। ଶୁଣିନ ସବୁରି ନିରାଶ ବଇଲା ଭକ୍ତ ରାମ ଦାସ। ତୁମ୍ଭେ ସମସ୍ତେ ସାଧୁ ଶୁଣ ମତେ ଲାଗିଛି ତୁମ୍ଭ ଋଣ। ଉପର ହସ୍ତେ ଅଛ ଦେଇ ତଳ ହସ୍ତରେ ଅଛି ନେଇ। ସେ ବ୍ରହ୍ମ ବିଷର ସମାନ ଖାଇକେ ପାରି କରେ ଋଣ। ବିଷ ଖାଇଲେ ଜଣେ ମରେ ବ୍ରହ୍ମ ସ୍ୱବଂଶ ନାଶ କରେ। ବ୍ରହ୍ମା ଇନ୍ଦ୍ରାଦି ସୁରାସୁରେ ଯକ୍ଷ ଗନ୍ଧର୍ବ ଯେ କିନ୍ନରେ। ଋଣ ଭୁଜଙ୍ଗ ଦଂଶେ ଯାରେ ଗୁଣିଆ ନାହିଁ ଆଉ ତାରେ। ବିଷ ତ ଝଡ଼ିଲେ ଝଡ଼ଇ ନୋହିଲେ ଦେହ ସଙ୍ଗେ ରହି। ସେ ଯାଇ ଜୀବର ସହିତେ ବିଷର ବଡ଼ପଣ ଏତେ। ବ୍ରହ୍ମସ୍ୱ କାଳେ ଦେହ ନାଶି ଗମଇ ଜୀବ ସଙ୍ଗେ ମିଶି। ବୃକ୍ଷର ଛାୟା ପ୍ରାୟ ହୋଇ ଜୀବର ସଙ୍ଗେ ଲାଗିଥାଇ। ଋଣ ସୁଝିଲେ ଛାଡ଼ ଦେଇ ନୋହିଲେ ଜନ୍ମେ ଜନ୍ମେ ଥାଇ। ଏନୁ ଏ ପୁତ୍ର ଦ୍ୱାରା ଧନ ବୋଲନ୍ତି ଋଣାନୁବନ୍ଧନ। କେବଳ କଥା ଏକ ଅଛି ଶୁଣ ମୁଁ ତୁମ୍ଭକୁ କହୁଛି। ବଇଲେ ରାଜା ଆଉ ନାହିଁ
ଅଧିକ କି କହିବି ମୁହିଁ। ସାହୁ ଯେ ଚନ୍ଦ୍ରଗଙ୍ଗା ଜଳ କୃପାଳୁ କେଡ଼େ ବା ଶୀତଳ। ଶୁଣ ହେ ସକଳ ସାଧୁତେ ଆଜ ମା ଗୁଣି ମୋର ଏତେ। ଏ ସର୍ବ ରଖି ତୁମ୍ଭଠାର ସାଧୁ ଚରଚାଜ କର। ବିଳମ୍ବ କଲେ ଅପରାଧ କେଶହୁ ସାଧୁଙ୍କର କ୍ରୋଧ। ଏଣୁ ମା ଗୁଣି ମୋର ଏତେ କର ବା ନ କର ସମସ୍ତେ। ତୁମ୍ଭ ବ୍ରହ୍ମ ସମାନ ଯେତେ ମନେ ଅଛଇ ମନିରତେ। ଶ୍ରୀଲକ୍ଷ୍ମଣଙ୍କ ଆଜ୍ଞାରେ ସୁଝିବି ବିଚାରି ମନରେ। ଦାସଙ୍କ କହିବାରୁ ଏତେ ଶୁଣିନ ଆନନ୍ଦ ସମସ୍ତେ। ଯେ ଯାହା ବନ୍ଧା ଆଣିଥିଲେ ସମସ୍ତ ଲେଉଟାଇ ଦେଲେ। ସାଧୁଙ୍କ ଚରଚାକୁ ଯେତେ ଲେଖି ନ ଦେଲେ ସେ ହରସେ। ତାହା ଧରିଣ ରାମ ଦାସେ ଚଳିଲେ ମନର ହରସେ। ମନ୍ଦିରେ ପ୍ରବେଶ ହଇଲେ ସାଧୁମାନଙ୍କୁ ଚରଚିଲେ। ଅତିଥି ଭୋଜନ ସାରିଣ ଗଲେ ସେ କଲ୍ୟାଣ ବାଞ୍ଛିଣ। ଏମନ୍ତେ 3 ଦିନ ଗଲା ଚତୁର୍ଥ ଦିନ ଆସି ହେଲା। ଏଥିଉ ତାରୁ ଭକ୍ତି ଚିତ୍ତେ ବିଚାର କଲା ନାନା ମତେ। କି ବୁଦ୍ଧି କରିବି ବଇଲା ସାଧୁମାନଙ୍କୁ କଣ୍ଟ ହେଲା। ନ ଦେଲେ ତାହାଙ୍କର ବିତ୍ତ ରଖିବେ ନାହିଁ ମମ ହତ। ଏଥିଉ ତାରୁ ତୀର୍ଥବାସୀ ଯଦ୍ୟପି ଦ୍ୱାରେ ମୋର ଆସି ପ୍ରକାଶ କରିବେ ଭୋଜନ ମତେ ତ ନ ମିଳିବ ଧନ। ନିରାଶ ହଇନ ସମସ୍ତେ ଲେଉଟି ଯିବେ ଯେଝା ମତେ। ତାହା ଦେଖିଣ ମୋ ଜୀବନ ଥିବାର କିସ ପ୍ରୟୋଜନ। ନ ଦେଖୁ ଏହି ନ ଚରିତ ଜୀବନ ଯିବା ହିଁ ଉଚିତ। ହେମନ୍ତ ବୋଲି ଚଳିଗଲେ ନାଗ ଗରଳ ଅଣାଇଲେ। ଯତନ କରି ତାହା ରଖି ପତ୍ନୀ କି ବଇଲେ ସେ ଡାକି। ଅତିଥି କିଛି ନ ପାଇବେ ନିରାଶ ହୋଇ ବାହୁଡ଼ିବେ। ଏହା ଦେଖିବା ଯାଏ ପ୍ରାଣ ରହିବା କିସ ପ୍ରୟୋଜନ। ଏଥକୁ ନୁହଁ ତୁ ବିକଳ ମୁଁ ଏବେ ଭଖିବି ଗରଳ। ତା ଶୁଣି ଯୁବତୀ ରତନ ପତି କି ବଇଲେ ବଚନ। ତୁମ୍ଭେ ତ ମୋର ସଙ୍ଗ ଫଳ ବୃକ୍ଷକୁ ଯେ ସନ ବକଳ। ଫଳର ମଞ୍ଜି ପ୍ରାୟ ହୋଇ ଦଇବ ଲଗାଇ ଅଛଇ। ପତି ବିହୀନା ଯେଉଁ ନାରୀ ସଂସାରେ ଥାନ୍ତି ଦେହ ଧରି। କେ କହୁ ତାଙ୍କ ଦୁଃଖ ମାନ ଜୀବନ୍ତେ ମରଣ ସମାନ। ମତେ ଛାଡ଼ିବା ମନେ କର ଏ କେଉଁ ଧରମ ତୁମ୍ଭର। ତୁମ୍ଭେ ପରାଣ ଦେବ ଯେବେ ମୁହିଁ ଭୁଞ୍ଜିବି ବିଷ ତେବେ। ତା ଶୁଣି ସ୍ୱାମୀ ବୋଲେ ସତ ପୁତ୍ର ଯେ ହୋଇବ ଅନାଥ। ଅବଳା ବୋଲଇ ବଚନ ଯାହାର ପ୍ରଭୁ ଲକ୍ଷ୍ମଣ। ତାର କାହାକୁ ଅଛି ଡର ଭୂସ୍ୱାମୀ ବିଚାର ନ କର। ହେମନ୍ତ କୁହାକୁହି ହେଲେ ଦୁହେଁ ଭୁଞ୍ଜିବା ମୂଳ କଲେ। ଏଥିଉ ତାରୁ ଶୁଣ ରସ ରଜନୀ ହଇଲା ପ୍ରବେଶ। ପୁତ୍ର ଦାରାଦି 3 ଜଣ ଆନନ୍ଦେ ଭୋଜନ ସାରିଣ। ଶୟନ ମନ୍ଦିରରେ ପଶି ସମସ୍ତେ ପ୍ରଭୁ ନାମ ଘୋଷି। ବିଷ ତାଟିଆ ଲୁଚାଇଣ ରଖିଲେ ଶୟନ ଠାବେଣ। ଭୁଞ୍ଜିବା ପୁତ୍ର ନିଦ୍ରା ଗଲେ ବୋଲି ଗୋପତେ ବିଚାରିଲେ। ପ୍ରଭୁଙ୍କ ପାଦ ପଦ୍ମେ ମତି ଦେଇ ଅନେକ କଲେ ସ୍ତୁତି। ଜୟ ତୁ ଜୟ ଦୀନ ବନ୍ଧୁ ନାମ କରୁଣାମୟ ସିନ୍ଧୁ।
ଅନାଦି ପ୍ରଭୁ ଆଦି କନ୍ଦ ଲୋକପାଳନ ସଦାନନ୍ଦ। ଏଣୁ ଶରଣ ତପୟର ତୁ ନାଥ ଯାହା ଇଚ୍ଛା କର। ଜୟ ତୁ ଅନନ୍ତ ମୂରତି ଅଶେଷ ଜୀବ ପ୍ରାଣପତି। ଜୟକୁ ଦଣ୍ଡକାଣ୍ଡ ପାଣି ଚିନ୍ତାର୍ଥୀ ଜନ ଚିନ୍ତାମଣି। ଭକତ ବତ୍ସଳ ତବାନା ଭବ ଭୟକୁ ବଜ୍ର ସେନା। ପ୍ରାର୍ଥନା ସରୁଛି ଆମ୍ଭର ତୁ ନାଥ ଯାହା ଇଚ୍ଛା କର। ଏହା ବୋଲନ୍ତି ବେନି ପ୍ରାଣୀ ଜାଣିଲେ ସର୍ବ ଅନ୍ତର୍ଯ୍ୟାମୀ। ମହାନିଦ୍ରାକୁ ଆଜ୍ଞା ଦେଲେ ବହନ ଯିବୁ ତୁ ବହିଲେ। ମୋ ଭକ୍ତ ମାନଙ୍କୁ ଯାଇନ ନିଦ୍ରାରେ ମୋହ ଏହି କ୍ଷଣ। ଆଜ୍ଞା ପ୍ରମାଣେ ନିଦ୍ରା ଗଲା ତିନିଙ୍କ ହୃଦୟ ମହିଲା। ବିଷ ଭକ୍ଷିବା ଭୁଲି ଯାଇ ନିଦ୍ରାରେ ପଡ଼ିଲେ ଘୁମାଇ। ହେମନ୍ତ ସମୟରେ ଆସି ହଇଲା 10 ଘଡ଼ି ନିଶି। ଯେ ପ୍ରଭୁ ସର୍ବଦା ଅଚିନ୍ତା ଲାଗିଲା ଭକ୍ତ ଜନ ଚିନ୍ତା। ଅତ୍ୟନ୍ତ ତ୍ୱରା ହେଲା ମନ ବିଜୟ ପ୍ରଭୁ ଲଛମନ। ଯେ ରାମ ଦାସଙ୍କ ସ୍ୱରୂପ ମାୟାରେ ହେଲେ ଯେ କୁରୂପ। ସଙ୍ଗତେ ଘେନି ଦାସ ଜନ ବୁହାଇ ସାଧୁଙ୍କର ଧନ। ଛାମୁରେ ଦିହୁଡ଼ି ଲଗାଇ ବିଜୟ କଲେ ଭାବଗ୍ରାହୀ। ସାହୁଙ୍କ ଦ୍ୱାରେ ବିଜେ କରି ଡାକିଲେ ଧନି ନାମ ଧରି। ବହନ ହୋଇ ଉଠି ଆସ ଆମ୍ଭେ ଆସିଛୁ ରାମ ଦାସ। ଦଇବେ କଣ୍ଟ ଆଜ ଦିନ ନିୟତ ଋଣ ଦେବା ଧନ। ଶୁଣି ସାଧୁ ତବେଗେ ଉଠି ଦ୍ୱାରେ ପ୍ରଭୁଙ୍କୁ ଯାଇ ଭେଟି। ସୁର ଯୋଗୀନ୍ଦ୍ର ମୁନିମାନେ ଯାହା ଚିନ୍ତନ୍ତି ଦିବ୍ୟ ଜ୍ଞାନେ। ଭକ୍ତକୁ ଋଣ ଦେବା ଫଳେ ତାଙ୍କୁ ଦେଖିଲେ ଚର୍ମ ଢୁଳେ। ଜାମାୟା ଦେବେ ଅଗୁଚର କାହୁଁ ଚିହ୍ନିବ ନର ଛାର। ନିଜ ଖାତକ ପ୍ରାୟ ମଣି ବଇଲେ ଶୁଣ ମୋର ବାଣୀ। ଏଡ଼େ ନିଶାରେ କାହିଁ ପାଇଁ ହଇଲ କୁହ ହେ ଗୋସାଇଁ। ତା ଶୁଣି ଜଗତ ଜୀବନ ବଇଲେ ଶୁଣ ମୋ ବଚନ। ପଦାର୍ଥ ନଥିବାରୁ ମତେ କହୁ ଯେ ଥିଲ ନାନା ମତେ। ଆଜ ପ୍ରବଣ ହେଲା ବିତ ରଖିବା ନୁହଁ ଉଚିତ। ଲେଖିଦେ ବାଜେ ଧନ ତର ମିଶାଇ ମୂଳ କଳନ୍ତର। ସୁନିଆ ଗଣି ଘେନି ଯାଅ ଆମ୍ବରି ଗୋଜା ଘୋଟି ଦିଅ। ହେମନ୍ତ ବୋଲି ଧନ ଦେଲେ ତାଠାରୁ ଗୋଜା ଘେନି ଗଲେ। ବଇଲେ ଶୁଣ ହେ ସାଧୁତ ତ ଆଗେ କହୁଅଛି ସତ। ଏବେ ମୁଁ କହୁଅଛି ତୋତେ ବୟ ତୁ ସାଧୁଙ୍କ ନିମନ୍ତେ। ଯେତେ ଲାଗିବ ଦେଉଥିବୁ ସେ ଧନ ଆମ୍ଭେ ସୁଝି ଦେବୁ। ଆମ୍ଭେ ଖାତକ ତୁମ୍ଭେ ସାହୁ ଏଥିକି କିମ୍ପା ଡରୁଥାଉ। ହେମନ୍ତ ଆଜ୍ଞା ତାକୁ ଦେଲେ ସେଠାରୁ ବିଜେ କରି ଗଲେ। ଏହି ପ୍ରକାରେ ଯେତେ ସାହୁ ସଭିଙ୍କ ଦ୍ୱାରେ ମହାବାହୁ। ସୁନିଆ ମାନ ଗଣି ଦେଲେ ସମସ୍ତ ଗୋଜା ଘେନି ଗଲେ। ଚଳି ନ ଗଲେ ସେ ସତ୍ୱରେ ମନ ଅଛଇ ଭକ୍ତ ଠାରେ। ପ୍ରବେଶ ଦାସଙ୍କ ଭୁବନେ ବିଜୟ କଲେ ସୀମ ସ୍ଥାନେ। ବିଷ ତାଟିଆ କରେ ଧରି ଫିଙ୍ଗିଣ ଦେଲେ ଦୂର କରି। ସେହି ତାଟିଆ ପରେ ଗୋଜା ରଖିଦେ ବାଧି ଦେବ ରାଜା। ଅନ୍ତର ହେଲେ ଭାବଗ୍ରାହୀ ଏମନ୍ତେ ଗଲା ରାତ୍ର ପାହି। କାକକୁ କୁଟରଡ଼ି ଶୁଣି ନିଦ୍ରାତେ ଜିଲେ ବେନି ପ୍ରାଣୀ। ରଟି ପ୍ରଭୁଙ୍କ ନାମ ଗୁଣ
ପତି ବଇଲେ ପତ୍ନୀ ଶୁଣ, ମୁଁ ବଡ଼ ମନ୍ଦ କର୍ମ କଲି, ବିଷନ ଭକ୍ଷି ନିଦ୍ରା ଗଲି। ଦେଖ ପାହିଲା ଆସି ରାତ୍ର, ହେମନ୍ତ ବୋଲି ବିଷ ପାତ୍ର। ଦେଖିଲେ ବିଷ ନାହିଁ କିଛି, ପତ୍ର ଯେ ଖଣ୍ଡ କେତେ ଅଛି। ବଇଲେ କି ଅଦ୍ଭୁତ ହେଲା, ରଖିବା ବିଷ କେଣେ ଗଲା। ହେମନ୍ତ ବୋଲି ପାତ୍ର ଧରି, ଦୀପ ଲଗାଇ ପାଠ କରି। ଆପଣା ନାମ ଗୋଜା ଜାଣି, ବଇଲେ ଶୁଣ ପ୍ରିୟାମଣି। ଏହା ତ ବଡ଼ ଆଚମ୍ବିତ, କେବଳ ପ୍ରଭୁଙ୍କ ଆୟତ। ଗରଳ ପାତ୍ର କେଣେ ଗଲା, ଆମ୍ଭର ଗୋଜା କେ ଆଣିଲା। କେମନ୍ତେ ଜାଣିବା ଏ କଥା, ମୋର ମନକୁ ଲାଗେ ବ୍ୟଥା। ହେମନ୍ତେ କୁହାକୁହି ହୁଅନ୍ତେ, ଆସି ନ ମିଳିଲେ ଅତିଥେ। ବେଳ ପ୍ରହରେ ଅଛି ହୋଇ, ବସିଲେ ମଠ ଦ୍ୱାରେ ଯାଇ। ସମସ୍ତେ ଏକ ସ୍ଥାନେ ବସି, ଦାସଙ୍କୁ ଅନେକ ପ୍ରଶଂସି। ଡାକିଲେ ଆସ ରାମ ଦାସ, କାଲିରୁ ସର୍ବେ ଉପବାସ। ଆମ୍ଭ ଚରଚା ବେଗେ କର, ତା ଶୁଣି ମଠରୁ ବାହାର। ସାଧୁଙ୍କୁ କରିନ ଦର୍ଶନ, ବିଚାର କଲା ପଞ୍ଚମନ। ଏଥର କି ବୁଦ୍ଧି କରିବି, କାହାକୁ ଯାଇକି ମାଗିବି। ସାହୁମାନଙ୍କ ଦ୍ୱାରେ ଗଲେ, ମହତ୍ୱ ସାରିବେ ମୋ ଭଲେ। ହେମନ୍ତେ ବିଚାରୁଛି ଚିତ୍ତେ, ସାହୁ ଯେ ଆସିନ ତୁରିତେ। ବଇଲେ ଶୁଣ ହେ ଗୋସାଇଁ, ମନରେ ଦୁଃଖ କାହିଁ ପାଇଁ। ସକାଳ ଯାଏ ନ ରହିଲ, ରାତ୍ର ଅର୍ଦ୍ଧରେ କିମ୍ପା ଗଲ। ଶୁଝି ସକଳ ସାହୁ ଧନ, ଘେନି ଅଇଲେ ଗୁଜା ପୁଣ। ରାତ୍ର ପାହିବା ଯାଏ ଥିଲେ, କେବା ତୁମ୍ଭଙ୍କୁ ଦଣ୍ଡୁଥିଲେ। ତା ଶୁଣି ଭକ୍ତ ରାମ ଦାସ, ପୁଛଇ ସାଧୁଙ୍କର ପାଶ। ତୁମ୍ଭଙ୍କୁ ଧନ ଦେବା ବେଳେ, ଦେଖିଲ ଟିକି ଚର୍ମ ଡୁଳେ। ତା ଶୁଣି ବୋଲନ୍ତି ସାଧୁତେ, ଗୁଜା ଦେଇଛୁ ତୁମ୍ଭ ହସ୍ତେ। ତୁମ୍ଭେ ଆମ୍ଭକୁ ଦେଲ ଧନ, ଏବେ ତ କହୁଛ ଏମାନ। ତା ଶୁଣି ଭକ୍ତ ଅତି ଭୋଳେ, ଧନୀମାନଙ୍କୁ ଧରି କୂଳେ। ବଇଲେ ଧନ୍ୟ ତୁମ୍ଭେ ମାନେ, ବିପ୍ରଙ୍କୁ ଦେଖିଲ ନୟନେ। ମୁଁ କେତେ ପାପ କରିଥିଲି, ଦିନେ ସ୍ୱପନେ ନ ଦେଖିଲି। ତାହା ଜାଣିନ ମହାଜନେ, ଅତି ପବିତ୍ର ହେଲେ ମନେ। ବଇଲେ ନିଶ୍ଚେ ଭକ୍ତ ହିତେ, ବିଷ୍ଣୁ ଯେ ବିଜୟ ସାକ୍ଷାତେ। ହେ ରାମ ଦାସ ତ କୃପାରୁ, ଆମ୍ଭେ ଦେଖିଲୁ ମହାମେରୁ। ତ ସଙ୍ଗେ ନଥିଲେ ବ୍ୟାପାର, କାହୁଁ ଦେଖନ୍ତୁ ବିଶ୍ୱମ୍ବର। ଏବେ ଆମ୍ଭର କଥା ଶୁଣ, ଦାରା ତ ନୟ ଧନ ପ୍ରାଣ। ଆଜୁ ତୁ ଯାହା କଲେ କର, ଚରଣେ ଶରଣ ତହର। ହେମନ୍ତ କହି ଚଳିଗଲେ, ସାଧୁଙ୍କ ପାଇଁ ସଞ୍ଚା ଦେଲେ। ତାହା ଦେଖିଣ ରାମ ଦାସ, ସମର୍ପି ଅତିଥିଙ୍କ ପାଶ। ନିଜ ପୁରକୁ ଚଳିଗଲେ, ପୁତ୍ର ଭାରିଜା ବସାଇଲେ। କହିଲେ ସକଳ ଚରିତ, ଶୁଣି ସେ ହେଲେ ଆଚମ୍ବିତ। ବଇଲେ ପ୍ରଭୁ ବିନା ଆନ, ଏହା କେ କରିବ ଭାଜନ। ପ୍ରାଣୀ ନ ଜାଣି ମୂଢ଼ପଣେ, ଭ୍ରମୁ ଅଛନ୍ତି ଅକାରଣେ। ଯାର ମହିମା ଚରାଚର, ପୁରୀ ରହିଛି ପରାପର। ଚିନ୍ତିଲେ ନାହିଁ ଭୟ ଭ୍ରାନ୍ତି, ନ ଚିହ୍ନି ଜନ୍ମ ମୃତ୍ୟୁ ପାନ୍ତି। ହେମନ୍ତ ବୋଲି ତିନି ଜଣ, ଚିନ୍ତିଲେ ଅନନ୍ତ ଚରଣ। ଏକଇ ଚିତ୍ତ ଏକ ମନ, ହଇନ ପ୍ରଭୁ ଲଛମନ। ପାଦ ପଦ୍ମରେ ଚିତ୍ତ ଦେଲେ, ଦିବସ ରଜନୀ ବଞ୍ଚିଲେ। ନିରତେ ପର ଉପକାର
କରିବା ମୂଳ ଅଟେ ତାର। ହେମନ୍ତ ବଞ୍ଚାଇଲେ ଦିନ ପ୍ରଭୁ ଚରଣେ ଦେଇ ମନ। ଶୁଣ ହେ ମନ ନୃପନାଥ ଦାନର ମହିମା ହେମନ୍ତ। ପାଷାଣ୍ଡ ଲୋକ ଯେଉଁମାନେ ପରତେ ନାହିଁ ତାଙ୍କ ମନେ। ଯେହୋବା ଜାଣଇ ଏ ଭାବ ତାଙ୍କ ମାନଙ୍କୁ ଏ ଦୁର୍ଲଭ। କହଇ ରାମଦାସ ମନ ମୂଳମ ପ୍ରଭୁ ଲଛମନ। ସେ ପାଦ ପଦ୍ମରେ ନିରତ ଭ୍ରମର ହେଉ ମୋର ଚିତ। ସାଧୁମାନଙ୍କ ପଦ ଧୂଳି ମଣ୍ଡିତ ହେଉ ମମ ଉଳି। ହେମନ୍ତ ଚୈତନ୍ୟ କଥା ଶୁଣି ଛାଡ଼ିବ ଭବ ବ୍ୟଥା। ସୁଜନେ ଶୁଣି ହୁଅ ପାର ସମନ ଦଣ୍ଡରୁ ଉଦ୍ଧର। କିସ କହିବ ରାମଦାସ ମୂଳଟି ଅଟଇ ବିଶ୍ୱାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ରାମଦାସ ନାମ ସପ୍ତମ ଅଧ୍ୟାୟ।